ଭାରତର ଇତିହାସରେ ସାହସ ଆଉ କ୍ରାନ୍ତି କଥା ପଢ଼ିଲେ ଅନେକ ନାଁ ମନକୁ ଆସେ, କିନ୍ତୁ ଗୋଟିଏ ନାଁ ସମସ୍ତଙ୍କଠୁ ଅଲଗା, ଭଗତ ସିଂ। ଆଜି ଚାଲନ୍ତୁ ଆମେ ତାଙ୍କର ସେହି ଅବିଶ୍ୱାସନୀୟ କାହାଣୀକୁ ଟିକେ ପାଖରୁ ଦେଖିବା। ଏହି ଗୋଟିଏ ଧାଡ଼ିକୁ ଟିକେ ଭାବନ୍ତୁ ତ, ମାତ୍ର 23 ବର୍ଷର ଜଣେ ଯୁବକ ଆଉ ତାଙ୍କର ଏଭଳି ଅଦମ୍ୟ ସାହସ। ଏଇଟା ଖାଲି ଗୋଟେ ବାକ୍ୟ ନୁହେଁ, ଏହା ପଛରେ ଏକ ଏମିତି କାହାଣୀ ଲୁଚି ରହିଛି ଯାହା ଶୁଣିଲେ ଆଜି ବି ଦେହରେ ଶିହରଣ ଖେଳିଯାଏ। ତେବେ ଚାଲନ୍ତୁ ସେହି କାହାଣୀ ଭିତରକୁ ଯିବା। ତେବେ ଆରମ୍ଭ କରିବା ତାଙ୍କ ଜୀବନର ସେହି ଶେଷ ମୁହୂର୍ତ୍ତରୁ, ଯେଉଁ ମୁହୂର୍ତ୍ତ ତାଙ୍କୁ ସବୁଦିନ ପାଇଁ ଅମର କରିଦେଲା। ଇତିହାସର ଏହି ତାରିଖକୁ କିଏ ବି ଭୁଲିପାରିବ। 1931 ମସିହା ମାର୍ଚ୍ଚ 23। ସ୍ଥାନ ଥିଲା ଲାହୋର ସେଣ୍ଟ୍ରାଲ ଜେଲ୍। ସେଦିନ କେବଳ ଭଗତ ସିଂ ନୁହନ୍ତି, ତାଙ୍କ ସହ ସୁଖଦେବ ଆଉ ରାଜଗୁରୁ ଦେଶର ଏହି 3 ବୀରପୁତ୍ରଙ୍କୁ ଫାଶୀ ଦିଆଯାଇଥିଲା। ହେଲେ ଜାଣିଛନ୍ତି, ଏଇଟା ଖାଲି ଗୋଟେ ଦଣ୍ଡ ନଥିଲା। ଏହା ଥିଲା ବ୍ରିଟିଶ ଶାସନ ବିରୁଦ୍ଧ ଏକ ଚେତାବନୀ, ସ୍ୱାଧୀନତା ସଂଗ୍ରାମର ଏକ ନିଆଁ। ଗୋଟିଏ ମୁହୂର୍ତ୍ତ ପାଇଁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆଖି ସାମ୍ନାରେ ମୃତ୍ୟୁ, ଆଉ ସେ ନିର୍ଭୟରେ ହସି ହସି ଫାଶୀ ଦଉଡ଼ିକୁ ଚୁମି ଦେଉଛନ୍ତି। ଏହା କ'ଣ ଖାଲି ସାହସ ଥିଲା? ନା, ଏହା ଥିଲା ନିଜ ମାଟି ପାଇଁ ଅସରନ୍ତି ଭଲ ପାଇବା। ଏକ ପ୍ରକାରର ସଙ୍କେତ ଯେ ସେ ମୃତ୍ୟୁକୁ ଡରୁ ନଥିଲେ, ବରଂ ସ୍ୱାଧୀନତା ପାଇଁ ଏହାକୁ ଗୋଟେ ବାଟ ବୋଲି ଭାବୁଥିଲେ। ହେଲେ ଏତେ ସାହସ, ଏତେ ଦୃଢ଼ତା ଆସିଲା କେଉଁଠୁ? କ'ଣ ଥିଲା ତାଙ୍କ ପଛରେ ପ୍ରେରଣା? ଚାଲନ୍ତୁ ଟିକେ ପଛକୁ ଯାଇ ତାଙ୍କ ଜୀବନକୁ ଦେଖିବା। କହିବାକୁ ଗଲେ କ୍ରାନ୍ତି ତ ତାଙ୍କର ରକ୍ତରେ ଥିଲା। ସେ ଜନ୍ମ ହୋଇଥିଲେ ଏକ ଏମିତି ପରିବାରରେ ଯେଉଁଠି ଦେଶପ୍ରେମ ହିଁ ସବୁକିଛି ଥିଲା। ବଡ଼ ହେବା ପରେ ସେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନର ଜଣେ ମୁଖ୍ୟ ସଦସ୍ୟ ବନିଲେ। ଆଉ ତାଙ୍କ ଜୀବନର ସବୁଠୁ ବଡ଼ ମୋଡ଼ ଆସିଲା ଯେତେବେଳେ ଲାଲା ଲଜପତ ରାୟଙ୍କୁ ବ୍ରିଟିଶ ପୋଲିସ ନିର୍ମମ ଭାବେ ପିଟି ପିଟି ମାରିଦେଲା। ବାସ୍ ସେହିଦିନ ହିଁ ଭଗତ ସିଂ ଶପଥ ନେଲେ ଯେ ଏହାର ପ୍ରତିଶୋଧ ସେ ନିଶ୍ଚୟ ନେବେ। ତାଙ୍କର ସବୁ କାମ, ସବୁ ଚିନ୍ତାଧାରା, ସବୁକିଛି ପଛରେ କେବଳ ଗୋଟିଏ ହିଁ ଲକ୍ଷ୍ୟ ଥିଲା, ଭାରତର ସ୍ୱାଧୀନତା। ତାଙ୍କର ସେହି ପ୍ରସିଦ୍ଧ ନାରା ଇନକଲାବ ଜିନ୍ଦାବାଦ କେବଳ ଏକ ସ୍ଲୋଗାନ ନଥିଲା, ଏହା ତାଙ୍କ ଜୀବନର ମୂଳ ମନ୍ତ୍ର ଥିଲା। ଆଚ୍ଛା, ତେବେ ତାଙ୍କର ଏହି ମହାନ ବଳିଦାନକୁ ଆଜି ଆମେ କେମିତି ମନେ ରଖିଛେ? ସେହି ଦିନକୁ, ମାନେ ମାର୍ଚ୍ଚ 23କୁ ଆମେ ସମସ୍ତେ ଆଜି ଶହୀଦ ଦିବସ ଭାବରେ ପାଳନ କରୁଛୁ। ଏହା ହେଉଛି ସେହି ଦିନ ଯେଉଁଦିନ ଆମେ ସେହି 3 ମହାନ ବୀରଙ୍କୁ ମନେ ପକାଉ, ଯେଉଁମାନେ ଆମ ଦେଶର ଭବିଷ୍ୟତ ପାଇଁ ନିଜ ଜୀବନକୁ ବି ଖୁସି ଖୁସି ଦେଇଦେଲେ। ତେବେ ଶେଷରେ ଗୋଟିଏ କଥା ଭାବିବାକୁ ରହିଲା, କେମିତି ଜଣେ ମଣିଷର ବଳିଦାନ ପୁରା ଦେଶ ପାଇଁ, ପିଢ଼ି ପରେ ପିଢ଼ି ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଯାଏ। ବୋଧହୁଏ ଏହା ହିଁ ହେଉଛି ଭଗତ ସିଂଙ୍କର ଅମର ବଳିଦାନର ପ୍ରକୃତ ଶକ୍ତି।